ओम शांति। 12 डिसेंबर 2025 प्रातः मुरली बाप दादा मधुबन। मीठे बच्चे, सत्य पितांक द्वारा संगम जुगरे तुमମାନଙ୍କୁ ସତ୍ୟର ବରଦାନ ମିଳୁଛି। ସେଥିପାଇଁ ତୁମେ କେବେ ହେଲେ ବି ମିଛ କହିପାରିବ ନାହିଁ। ଆଜିର ପ୍ରଶ୍ନ, ନିର୍ବିକାରୀ ହେବା ପାଇଁ ତୁମମାନଙ୍କୁ କେଉଁ ପୁରୁଷାର୍ଥ ନିଶ୍ଚିତ ଭାବେ କରିବାକୁ ହେବ? ନିର୍ବିକାରୀ ହେବା ପାଇଁ ତୁମମାନଙ୍କୁ କେଉଁ ପୁରୁଷାର୍ଥ ନିଶ୍ଚିତ ଭାବେ କରିବାକୁ ହେବ? ଉତ୍ତର, ଆତ୍ମ ଅଭିମାନୀ ହେବାର ପୁରୁଷାର୍ଥ ନିଶ୍ଚିତ କରିବାକୁ ହେବ। ଭ୍ରୁକୁଟି ମଧ୍ୟରେ ଆତ୍ମାକୁ ହିଁ ଦେଖିବାକୁ ଅଭ୍ୟାସ କର। ଆତ୍ମା ହୋଇ ଆତ୍ମା ସହିତ କଥାବାର୍ତ୍ତା କର। ଆତ୍ମା ହୋଇ ଶୁଣ। ଦେହ ପ୍ରତି ଦୃଷ୍ଟି ନ ଯାଉ। ଏହା ହିଁ ହେଉଛି ମୁଖ୍ୟ କଥା, ଯାହା ପାଇଁ ପରିଶ୍ରମ କରିବାକୁ ହେବ ଏବଂ ଏହି ମେହନତ କରିବାରେ ହିଁ ବିଘ୍ନ ପଡ଼ିଥାଏ। ସେଥିପାଇଁ ଯେତେ ଦୂର ସମ୍ଭବ ଏହି ଅଭ୍ୟାସ କର ଯେ ମୁଁ ଆତ୍ମା ଅଟେ, ମୁଁ ଆତ୍ମା ଅଟେ। ଗୀତ ଓମ୍ ନମଃ ଶିବାୟ। ଓମ୍ ଶାନ୍ତି। ମଧୁର ସନ୍ତାନମାନଙ୍କୁ ବାବା ସ୍ମରଣ କରାଇ ଦେଉଛନ୍ତି ଯେ ସୃଷ୍ଟି ଚକ୍ର କିପରି ଘୁରୁଛି। ଏବେ ତୁମେମାନେ ଜାଣୁଛ, ଆମେ ଯାହା ସବୁ ବାବାଙ୍କ ଠାରୁ ଜାଣିଛୁ, ବାବା ଯେଉଁ ରାସ୍ତା ବତାଉଛନ୍ତି, ଏ କଥା ଦୁନିଆରେ କେହି ବି ଜାଣିନାହାନ୍ତି। ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀର ଅର୍ଥକୁ ମଧ୍ୟ ତୁମମାନଙ୍କୁ ବୁଝାଉଛନ୍ତି। ଯିଏ ପୂଜ୍ୟ ବିଶ୍ୱର ମାଲିକ ହେଉଛନ୍ତି, ସେହିମାନେ ପୁଣି ପୂଜାରୀ ହେଉଛନ୍ତି। ପରମାତ୍ମାଙ୍କ ନିମନ୍ତେ ଏପରି କୁହାଯାଇପାରିବ ନାହିଁ। ଏବେ ତୁମର ସ୍ମୃତି ଆସୁଛି ଯେ ଏହା ବିଲକୁଲ ଠିକ୍ କଥା। ସୃଷ୍ଟିର ଆଦି ମଧ୍ୟ ଅନ୍ତର ସମାଚାର ବାବା ହିଁ ଶୁଣାଉଛନ୍ତି। ଆଉ କାହାକୁ ମଧ୍ୟ ଜ୍ଞାନର ସାଗର କୁହାଯିବ ନାହିଁ। ଏହି ମହିମା ଶ୍ରୀକୃଷ୍ଣଙ୍କର ନୁହଁ। ଏବେ ତୁମେ ଜାଣୁଛ, ତାଙ୍କର ଆତ୍ମା ଏବେ ଜ୍ଞାନ ନେଉଛି। ଏହା ବିଚିତ୍ର କଥା ନା? ଏ କଥା ବାବାଙ୍କ ବିନା କେହି ବୁଝାଇ ପାରିବେ ନାହିଁ। ଏପରି ତ ବହୁତ ସାଧୁ ସନ୍ଥ ଭିନ୍ନ ଭିନ୍ନ ପ୍ରକାରର ହଠ ଯୋଗ ଶିଖାଉଛନ୍ତି। ସେସବୁ ହେଉଛି ଭକ୍ତି ମାର୍ଗ। ସତ୍ୟ ଯୁଗରେ ତୁମେ କାହାର ବି ପୂଜା କରିବ ନାହିଁ। ସେଠାରେ ତୁମେ ପୂଜାରୀ ହେବ ନାହିଁ। ତାଙ୍କୁ କୁହାଯାଉଛି ପୂଜ୍ୟ ଦେବୀ ଦେବତା। ସେମାନେ ସତ୍ୟ ଯୁଗରେ ଥିଲେ, ଏବେ ନାହାନ୍ତି। ସେହି ପୂଜ୍ୟ ଦେବୀ ଦେବତାମାନେ ପୁଣି ଏବେ ପୂଜାରୀ ହୋଇଯାଇଛନ୍ତି। ବାବା କହୁଛନ୍ତି, ଇଏ ମଧ୍ୟ ପୂଜା କରୁଥିଲେ ନା? ସାରା ଦୁନିଆ ବର୍ତ୍ତମାନ ପୂଜାରୀ ହୋଇଯାଇଛି। ନୂଆ ଦୁନିଆରେ ଏକମାତ୍ର ପୂଜ୍ୟ ଦେବୀ ଦେବତା ଧର୍ମ ଥାଏ। ଏବେ ପିଲାମାନଙ୍କର ସ୍ମୃତିରେ ଆସୁଛି, ବାସ୍ତବରେ ଡ୍ରାମାର ପ୍ଲାନ୍ ଅନୁସାରେ ଏହା ବିଲକୁଲ ଠିକ୍ କଥା। ବାସ୍ତବରେ ଏହା ଗୀତାର ଅଧ୍ୟାୟ ଅଟେ। କେବଳ ଗୀତାରେ ନାମ ବଦଳାଇ ଦେଇଛନ୍ତି। ଯାହାକୁ ବୁଝାଇବା ପାଇଁ ହିଁ ତୁମେ ମେହନତ କରୁଛ। 2500 ବର୍ଷରୁ ଗୀତା ଜ୍ଞାନ ଶ୍ରୀକୃଷ୍ଣଙ୍କର ବୋଲି ବୁଝି ଆସିଛନ୍ତି। ଏବେ ଏହି ଗୋଟିଏ ଜନ୍ମରେ ବୁଝିବାକୁ ହେବ ଯେ ଗୀତା ଜ୍ଞାନ ନିରାକାର ଭଗବାନ ଶୁଣାଇଥିଲେ। ଏଥିରେ ସମୟ ତ ଲାଗିବ ନା? ବାବା ଭକ୍ତିର କଥା ମଧ୍ୟ ବୁଝାଉଛନ୍ତି। ଭକ୍ତି ରୂପୀ ବୃକ୍ଷର ବିସ୍ତାର କେତେ ଲମ୍ବା ଚଉଡ଼ା। ତୁମେମାନେ ଲେଖିପାରିବ ଯେ ବାବା ଆମକୁ ରାଜଯୋଗ ଶିଖାଉଛନ୍ତି। ଯାହାଙ୍କର ନିଶ୍ଚୟ ହୋଇଯାଉଛି, ସେମାନେ ସେହି ଆଧାରରେ ଅନ୍ୟମାନଙ୍କୁ ବୁଝାଉଛନ୍ତି। ଯଦି ନିଶ୍ଚୟ ନାହିଁ, ତେବେ ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। କିପରି ବୁଝାଇବୁ? କୌଣସି ହଙ୍ଗାମା ହେବ ନାହିଁ ତ? ନିର୍ଭୟ ତ ଏବେ ହୋଇନାହାନ୍ତି ନା? ସମ୍ପୂର୍ଣ୍ଣ ଦେହୀ ଅଭିମାନୀ ହୋଇଗଲେ ନିର୍ଭୟ ହୋଇଯିବ। ଭକ୍ତି ମାର୍ଗରେ ହିଁ ଭୟ ରହିଥାଏ। ତୁମେ ସମସ୍ତେ ମହାବୀର ଅଟ। ଦୁନିଆରେ କେହି ହେଲେ ଜାଣିନାହାନ୍ତି
ଯେ ମାୟା ଉପରେ କିପରି ବିଜୟ ପ୍ରାପ୍ତ କରିବାକୁ ହେବ। ତୁମର ଏବେ ସ୍ମୃତିରେ ଆସୁଛି, ଆଗରୁ ମଧ୍ୟ ବାବା କହିଥିଲେ ମନ୍ମନା ଭବ। ପତିତ ପାବନ ବାବା ହିଁ ଆସି ଏହି କଥାକୁ ବୁଝାଉଛନ୍ତି। ଯଦିଓ ଗୀତାରେ ମଧ୍ୟ ଏହି କଥା ଅଛି, କିନ୍ତୁ ଏପରି କେହି ବୁଝାଉନାହାନ୍ତି। ବାବା କହୁଛନ୍ତି ପିଲାମାନେ ଦେହୀ ଅଭିମାନୀ ହୁଅ। ଗୀତାରେ ମଧ୍ୟ ଏହି ଶବ୍ଦ ରହିଛି, ଅଟାରେ ଲୁଣ ସଦୃଶ। ପ୍ରତ୍ୟେକ କଥା ଉପରେ ବାବା ନିଶ୍ଚୟ କରାଉଛନ୍ତି, ନିଶ୍ଚୟ ବୁଦ୍ଧି ବିଜୟନ୍ତୀ। ତୁମେ ଏବେ ବାବାଙ୍କ ଠାରୁ ବର୍ଷା ନେଉଛ। ବାବା କହୁଛନ୍ତି ଗୃହସ୍ଥ ବ୍ୟବହାରରେ ମଧ୍ୟ ନିଶ୍ଚିତ ରହିବାକୁ ପଡ଼ିବ। ସମସ୍ତଙ୍କୁ ଏଠାରେ ଆସି ରହିବାର କୌଣସି ଆବଶ୍ୟକତା ନାହିଁ। ସେବା କରି ସେଣ୍ଟର ଖୋଲିବାକୁ ହେବ। ତୁମେ ହେଉଛ ସାଲଭେସନ୍ ଆର୍ମି। ଈଶ୍ୱରୀୟ ମିଶନ ଅର୍ଥାତ୍ ଆଧ୍ୟାତ୍ମିକ ସଂଗଠନ ଅଟେନା। ପୂର୍ବରୁ ଶୂଦ୍ର ମାୟାବୀ ମିଶନର ଥିଲ। ଏବେ ତୁମେ ଈଶ୍ୱରୀୟ ମିଶନର ହୋଇଛ। ତୁମର ମହତ୍ଵ ବହୁତ ରହିଛି। ଏହି ଲକ୍ଷ୍ମୀ ନାରାୟଣଙ୍କର କି ମହିମା ରହିଛି। ଯେପରି ରାଜା ସେହିପରି ରାଜ୍ୟ କରିଥାନ୍ତି। ବାକି ଏମାନଙ୍କୁ ସର୍ବଗୁଣ ସମ୍ପନ୍ନ ବିଶ୍ୱର ମାଲିକ କୁହାଯିବ। କାହିଁକି ନା ସେ ସମୟରେ ଅନ୍ୟ କୌଣସି ରାଜ୍ୟ ରହିବ ନାହିଁ। ଏବେ ପିଲାମାନେ ବୁଝିଗଲେଣି ବିଶ୍ୱର ମାଲିକ କିପରି ହେବୁ। ଏବେ ଆମେ ଦେବତା ହେବାକୁ ଯାଉଛୁ। ତେଣୁ ତାଙ୍କ ଆଗରେ ମୁଣ୍ଡ କିପରି ନୁଆଇବୁ। ତୁମେ ନଲେଜଫୁଲ୍ ହୋଇଗଲଣି। ଯାହାଙ୍କର ଜ୍ଞାନ ନାହିଁ ସେ ମୁଣ୍ଡ ନୁଆଉଛନ୍ତି। ତୁମେମାନେ ଏବେ ସମସ୍ତଙ୍କର କର୍ତ୍ତବ୍ୟକୁ ଜାଣିଗଲଣି। କେଉଁ ଚିତ୍ର ଭୁଲ, କେଉଁଠି ଠିକ୍ ତାହା ମଧ୍ୟ ତୁମେ ବୁଝାଇ ପାରିବ। ରାବଣ ରାଜ୍ୟ ବିଷୟରେ ମଧ୍ୟ ତୁମେ ବୁଝାଉଛ। ଏହି ରାବଣ ରାଜ୍ୟରେ ଏବେ ନିଆଁ ଲାଗିଯିବ। ସାରା ଦୁନିଆ ରୂପୀ ପାଳଗଦାରେ ଏବେ ନିଆଁ ଲାଗିବ। ବିଶ୍ୱକୁ ପାଳଗଦା କୁହାଯାଉଛି। ଦୁନିଆରେ ଯେଉଁ କଥାର ଗାୟନ ରହିଛି ସେହି କଥା ଉପରେ ହିଁ ବୁଝାଯାଉଛି। ଭକ୍ତି ମାର୍ଗରେ ତ ଅନେକ ଚିତ୍ର ତିଆରି କରନ୍ତି। ବାସ୍ତବରେ ନିୟମ ହେଉଛି ଶିବ ବାବାଙ୍କର ପୂଜା, ପୁଣି ବ୍ରହ୍ମା ବିଷ୍ଣୁ ଶଙ୍କରଙ୍କର ତ୍ରିମୂର୍ତ୍ତି ଚିତ୍ର ସଠିକ୍ ଚିତ୍ର ଅଟେ। ତାପରେ ଏହି ଲକ୍ଷ୍ମୀ ନାରାୟଣଙ୍କ ଚିତ୍ର। ବାସ୍, ତ୍ରିମୂର୍ତ୍ତି ଚିତ୍ରରେ ବ୍ରହ୍ମା ସରସ୍ୱତୀ ମଧ୍ୟ ଆସିଯାଉଛନ୍ତି। ଭକ୍ତି ମାର୍ଗରେ କେତେ ଚିତ୍ର ତିଆରି କରୁଛନ୍ତି। ହନୁମାନଙ୍କର ମଧ୍ୟ ପୂଜା କରୁଛନ୍ତି। ତୁମେ ମହାବୀର ହେଉଛ ନା। ମନ୍ଦିରରେ ମଧ୍ୟ କାହାର ହାତୀ ଅଥବା ଘୋଡ଼ା ଉପରେ ବସିବାର ଚିତ୍ର ଦେଖାଇଥାନ୍ତି। ବାସ୍ତବରେ ଏପରି ତ ହୋଇନଥାଏ। ବାବା କହୁଛନ୍ତି ମହାରଥୀ। ମହାରଥୀ ଅର୍ଥାତ୍ ହାତୀ ଉପରେ ସବାର। ସେମାନେ ପୁଣି ହାତୀ ଉପରେ ସବାରି କରିଦେଇଛନ୍ତି। ଏକଥା ମଧ୍ୟ ବୁଝାଉଛନ୍ତି କିପରି ହାତୀକୁ କୁମ୍ଭୀର ଖାଉଛି। ବାବା ବୁଝାଉଛନ୍ତି ମହାରଥୀମାନଙ୍କୁ ମଧ୍ୟ କେବେ କେବେ ମାୟାରୂପୀ କୁମ୍ଭୀର ଗ୍ରାସ କରିଦେଉଛି। ତୁମେମାନେ ଏବେ ଜ୍ଞାନକୁ ବୁଝିଗଲଣି। ତେବେ ଏହି ମାର୍ଗରେ ଭଲ ଭଲ ମହାରଥୀମାନଙ୍କୁ ମଧ୍ୟ ମାୟା ହରାଇ ଦେଉଛି। ଏହା ହେଉଛି ଜ୍ଞାନର କଥା। ଏହାକୁ କେହି ବର୍ଣ୍ଣନା କରିପାରିବେ ନାହିଁ। ବାବା କହୁଛନ୍ତି ଏବେ ନିର୍ବିକାରୀ ହେବାକୁ ପଡ଼ିବ। ଦୈବୀ ଗୁଣ ଧାରଣ କରିବାକୁ ହେବ। ପ୍ରତି କଳ୍ପରେ ବାବା ଆସି କହୁଛନ୍ତି କାମ ମହାଶତ୍ରୁ ଅଟେ। ଏଥିରେ ହିଁ ପରିଶ୍ରମ ରହିଛି। ଏହା ଉପରେ ତୁମେ ବିଜୟ ପ୍ରାପ୍ତ କରୁଛ। ତୁମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ, ତେଣୁ ପରସ୍ପର ଭାଇ ଭଉଣୀ ହୋଇଗଲ। ବାସ୍ତବରେ ତୁମେ ହେଉଛ ଆତ୍ମା। ଆତ୍ମା ଆତ୍ମା ସହିତ କଥା ହେଉଛି। ଆତ୍ମା ହିଁ ଏହି କାନ ଦ୍ୱାରା ଶୁଣୁଛି। ଏହାକୁ ମନେ ରଖିବାକୁ ପଡ଼ିବ। ଆମେ ଆତ୍ମାକୁ ଶୁଣାଉଛୁ, ଦେହକୁ ନୁହେଁ। ବାସ୍ତବରେ ଆମେ ଆତ୍ମା ଭାଇ ଭାଇ ଅଟୁ। ପୁଣି ପରସ୍ପର ଭାଇ ଭଉଣୀ ମଧ୍ୟ ଅଟୁ। ଆତ୍ମାକୁ ପୁଣି ଆତ୍ମା ଭାଇକୁ ଶୁଣାଇବାକୁ ପଡ଼ୁଛି। ତେଣୁ ଆତ୍ମା ଆଡ଼କୁ ଦୃଷ୍ଟି ଯିବା ଉଚିତ। ମୁଁ ଭାଇକୁ ଶୁଣାଉଛି, ଭାଇ ଶୁଣୁଛ। ହଁ, ମୁଁ ଆତ୍ମା ଶୁଣୁଛି।
ବିକାନେରର ଗୋଟିଏ ପିଲା ସର୍ବଦା ଆତ୍ମା ଆତ୍ମା କହି ଚିଠି ଲେଖିଥାଏ। ମୁଁ ଆତ୍ମା ଏହି ଶରୀର ଦ୍ୱାରା ଲେଖୁଛି। ମୁଁ ଆତ୍ମାର ଏହା ହିଁ ବିଚାର ଅଟେ। ମୁଁ ଆତ୍ମା ଏହା କରୁଛି। ତେବେ ଆତ୍ମ ଅଭିମାନୀ ହେବା ବହୁତ ପରିଶ୍ରମର କଥା ନା। ମୁଁ ଆତ୍ମା ନମସ୍କାର କରୁଛି। ଯେପରି ବାବା କହୁଛନ୍ତି ରୁହାନୀ ସନ୍ତାନମାନେ, ତେବେ ତୁମମାନଙ୍କୁ ଭ୍ରୁକୁଟି ଆଡ଼କୁ ଦେଖିବାକୁ ପଡ଼ିବ। ଆତ୍ମା ହିଁ ଶୁଣୁଛି। ମୁଁ ଆତ୍ମାକୁ ଶୁଣାଉଛି। ତୁମମାନଙ୍କର ଦୃଷ୍ଟି ଆତ୍ମା ଉପରେ ପଡ଼ିବା ଦରକାର। ଆତ୍ମା ଭ୍ରୁକୁଟି ମଧ୍ୟରେ ରହିଛି। ଶରୀର ଉପରେ ଦୃଷ୍ଟି ପଡ଼ିଲେ ବିଘ୍ନ ଆସିଥାଏ। ଆତ୍ମା ସହିତ କଥାବାର୍ତ୍ତା ହେବାକୁ ପଡ଼ିବ। ଆତ୍ମାକୁ ହିଁ ଦେଖିବାକୁ ହେବ। ଦେହ ଅଭିମାନକୁ ଛାଡ଼ିବାକୁ ହେବ। ଆତ୍ମା ଜାଣିଛି ବାବା ମଧ୍ୟ ଏଠାରେ ଭ୍ରୁକୁଟି ମଧ୍ୟରେ ବସିଛନ୍ତି। ତାଙ୍କୁ ଆମେ ନମସ୍କାର କରୁଛୁ। ବୁଦ୍ଧିରେ ଏବେ ଏହି ଜ୍ଞାନ ରହିଛି ଯେ ମୁଁ ଆତ୍ମା ଅଟେ। ଆତ୍ମା ହିଁ ଶୁଣୁଛି। ଏହି ଜ୍ଞାନ ଆଗରୁ ନଥିଲା। ଅଭିନୟ କରିବା ପାଇଁ ଏହି ଦେହ ମିଳିଛି। ସେଥିପାଇଁ ଦେହ ଉପରେ ନାମ ରଖାଯାଇଛି। ବର୍ତ୍ତମାନ ତୁମକୁ ଦେହୀ ଅଭିମାନୀ ହୋଇ ଘରକୁ ଯିବାକୁ ହେବ। ଅଭିନୟ କରିବା ପାଇଁ ହିଁ ଏହି ନାମ ରଖାଯାଇଛି। ନାମ ବିନା କାରବାର ଚାଲିପାରିବ ନାହିଁ। ଏଠାରେ ମଧ୍ୟ କାରବାର ତ ଚାଲିବ ନା। କିନ୍ତୁ ତୁମେ ସତୋପ୍ରଧାନ ହୋଇଯାଉଛ। ସେଥିପାଇଁ ସେଠାରେ କୌଣସି ବିକର୍ମ ହେବ ନାହିଁ। ବିକର୍ମ ହେବା ପରେ କାମ ତୁମେ କରିବ ନାହିଁ। କାରଣ ଏଠାରେ ମାୟାର ରାଜ୍ୟ ହିଁ ରହିବ ନାହିଁ। କାରଣ ସେଠାରେ ମାୟାର ରାଜ୍ୟ ହିଁ ରହିବ ନାହିଁ। ଏବେ ବାବା କହୁଛନ୍ତି ତୁମେ ଆତ୍ମାମାନଙ୍କୁ ଘରକୁ ଯିବାକୁ ହେବ। ଏହା ତ ପୁରୁଣା ଶରୀର। ଏହାପରେ ପୁଣି ସତ୍ୟ ତ୍ରେତା ଯୁଗକୁ ଯିବ। ସେଠାରେ ଜ୍ଞାନର ଆବଶ୍ୟକତା ନାହିଁ। ଏଠାରେ ତୁମକୁ ଜ୍ଞାନ କାହିଁକି ଦେଉଛନ୍ତି? କାରଣ ତୁମେମାନେ ଦୁର୍ଗତିକୁ ପ୍ରାପ୍ତ କରିଛ। କର୍ମ ତ ସେଠାରେ ମଧ୍ୟ କରିବାକୁ ପଡ଼ିବ, କିନ୍ତୁ ତାହା ଅକର୍ମ ହୋଇଯିବ। ଏବେ ବାବା କହୁଛନ୍ତି ହାତ କାର୍ଡେ ଅର୍ଥାତ୍ ହାତରେ କାମ, ବୁଦ୍ଧିରେ ବାବା। ଆତ୍ମା ବାବାଙ୍କୁ ସ୍ମରଣ କରୁଛି। ସତ୍ୟ ଯୁଗରେ ତୁମେମାନେ ପବିତ୍ର ହେବ। ତେଣୁ ତୁମର ସମସ୍ତ କାରବାର ମଧ୍ୟ ପବିତ୍ର ହେବ। ତମୋ ପ୍ରଧାନ ରାବଣ ରାଜ୍ୟରେ ତୁମର କାର୍ଯ୍ୟ ବ୍ୟବହାର ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ସେଥିପାଇଁ ମନୁଷ୍ୟ ତୀର୍ଥଯାତ୍ରା ଆଦିକୁ ଯାଇଥାନ୍ତି। ସତ୍ୟ ଯୁଗରେ କୌଣସି ପାପ କରିବେ ନାହିଁ, ଯାହାଫଳରେ ତୀର୍ଥକୁ ଯିବାକୁ ହେବ। ସେଠାରେ ତୁମେ ସବୁ କାମ ସତ୍ୟ ହିଁ କରିବ। କାରଣ ଏବେ ସତ୍ୟର ବରଦାନ ମିଳିଯାଇଛି। ସେଠାରେ ବିକାରର କଥା ହିଁ ନାହିଁ। କାର୍ଯ୍ୟ ବ୍ୟବହାରରେ ମଧ୍ୟ ମିଥ୍ୟାର ଆବଶ୍ୟକତା ନାହିଁ। ଏଠାରେ ତ ବହୁତ ଲୋଭ ରହିଛି। ତେଣୁ ମନୁଷ୍ୟ ଚୋରି ଠକାମି ଆଦି କରୁଛନ୍ତି। ସେଠାରେ ଏକଥା ନଥିବ। ଡ୍ରାମା ଅନୁସାରେ ତୁମେ ଏହିପରି ଫୁଲ ହୋଇଯାଉଛ। ତାହା ନିର୍ବିକାରୀ ଦୁନିଆ। ଏହା ବିକାରୀ ଦୁନିଆ। ସାରା ଖେଳ ଏବେ ତୁମମାନଙ୍କର ବୁଦ୍ଧିରେ ଅଛି। ବର୍ତ୍ତମାନ ସମୟରେ ହିଁ ପବିତ୍ର ହେବା ପାଇଁ ପରିଶ୍ରମ କରିବାକୁ ପଡ଼ିବ। ଯୋଗବଳ ଦ୍ୱାରା ତୁମେ ବିଶ୍ୱର ମାଲିକ ହେଉଛ। ଯୋଗବଳ ହେଲା ମୁଖ୍ୟ। ବାବା କହୁଛନ୍ତି ଭକ୍ତି ମାର୍ଗରେ ଯଜ୍ଞ ତପ ଆଦି ଦ୍ୱାରା କେହି ବି ମୋତେ ପ୍ରାପ୍ତ କରନ୍ତି ନାହିଁ। ସମସ୍ତଙ୍କୁ ସତୋ ରଜୋ ତମରେ ଆସିବାକୁ ହିଁ ହେବ। ଏହି ଜ୍ଞାନ ବହୁତ ସହଜ ଏବଂ ରମଣୀୟ ଅଟେ। ଏଥିରେ ମେହନତ ମଧ୍ୟ ରହିଛି। ଏହି ଯୋଗର ହିଁ ମହିମା ରହିଛି, ଯାହାଦ୍ୱାରା ତୁମକୁ ସତୋପ୍ରଧାନ ହେବାକୁ ପଡ଼ିବ। ତମୋ ପ୍ରଧାନରୁ ସତୋପ୍ରଧାନ ହେବାର ରାସ୍ତା ବାବା ହିଁ ବତାଇଥାନ୍ତି। ଦ୍ୱିତୀୟ କେହି ଏହି ଜ୍ଞାନ ଦେଇପାରିବେ ନାହିଁ। ଯଦିଓ କେହି ଚନ୍ଦ୍ରପୃଷ୍ଠକୁ ଯାଉଛନ୍ତି, କେହି ପାଣି ଉପରେ ମଧ୍ୟ ଚାଲି ଯାଉଛନ୍ତି, କିନ୍ତୁ ତାହା କୌଣସି ରାଜଯୋଗ ନୁହେଁ। ନରରୁ ନାରାୟଣ ତ ହୋଇପାରିବେ ନାହିଁ। ଏଠାରେ ତୁମେ ବୁଝୁଛ ଯେ ଆମେ ଯଦି ସନାତନ ଦେବୀଦେବତା ଧର୍ମର ଥିଲୁ, ପୁଣି ଏବେ ହେବାକୁ ଯାଉଛୁ। ଏବେ ସ୍ମୃତି ଆସୁଛି ଯେ ବାବା କଳ୍ପ ପୂର୍ବରୁ ମଧ୍ୟ ଏହିପରି ବୁଝାଉଥିଲେ। ବାବା କହୁଛନ୍ତି ନିଶ୍ଚୟ ବୁଦ୍ଧି ବିଜୟନ୍ତୀ। ଯାହାର ନିଶ୍ଚୟ ନଥିବ ସେ ଶୁଣିବାକୁ ଆସିବ ହିଁ ନାହିଁ।
କେହି କେହି ନିଶ୍ଚୟ ବୁଦ୍ଧିରୁ ପୁଣି ସଂଶୟ ବୁଦ୍ଧି ମଧ୍ୟ ହୋଇଯାଉଛନ୍ତି। ବହୁତ ଭଲ ଭଲ ମହାରଥୀମାନେ ମଧ୍ୟ ସଂଶୟରେ ଆସିଯାଉଛନ୍ତି। ମାୟାର ସାମାନ୍ୟ ତୁଫାନ ଆସିବା ଦ୍ୱାରା ଦେହ ଅଭିମାନ ଆସିଯାଉଛି। ବାପଦାଦା ଉଭୟ କମ୍ବାଇଣ୍ଡ ଅର୍ଥାତ୍ ଏକତ୍ର ଅଛନ୍ତି ନା? ଶିବ ବାବା ଜ୍ଞାନ ଦେଇ ପୁଣି ଚାଲି ଯାଉଛନ୍ତି। ଅଥବା କ'ଣ ହେଉଛି କିଏ କହିବ? ବାବାଙ୍କୁ କ'ଣ ପଚରାଯିବ ଯେ ତୁମେ ସର୍ବଦା ରହୁଛ ନା ଚାଲି ଯାଉଛ? ବାବାଙ୍କୁ ତ ଏ କଥା ପଚାରି ପାରିବେ ନାହିଁ ନା? ବାବା କହୁଛନ୍ତି, ମୁଁ ତୁମକୁ ପତିତରୁ ପବିତ୍ର ହେବା ପାଇଁ ରାସ୍ତା ବତାଉଛି। ଆସୁଛି ଯାଉଛି, ମୋତେ ତ ବହୁତ କାମ କରିବାକୁ ପଡ଼ୁଛି। ପିଲାମାନଙ୍କ ପାଖକୁ ମଧ୍ୟ ଯାଇ ତାଙ୍କ ଦ୍ୱାରା କାର୍ଯ୍ୟ କରାଉଛି। ଏଥିରେ ସଂଶୟର କୌଣସି କଥା ନାହିଁ। ଆମର କାମ ହେଉଛି ବାବାଙ୍କୁ ମନେ ପକାଇବା। କିନ୍ତୁ ସଂଶୟ ଆସିଲେ ତଳକୁ ଖସି ଯାଉଛନ୍ତି। ମାୟା ଜୋରରେ ଚାପୁଡ଼ା ମାରିଦେଉଛି। ବାବା କହୁଛନ୍ତି ବହୁତ ଜନ୍ମର ଅନ୍ତ, ଶେଷ ଜନ୍ମର ମଧ୍ୟ ଶେଷ ଅବସ୍ଥାରେ ଏହାଙ୍କ ମଧ୍ୟରେ ଆସୁଛି। ପିଲାମାନଙ୍କର ନିଶ୍ଚୟ ରହିଛି। ବାସ୍ତବରେ ବାବା ହିଁ ଆମକୁ ଏହି ଜ୍ଞାନ ଦେଉଛନ୍ତି, ଆଉ କେହି ଦେଇପାରିବେ ନାହିଁ। ତଥାପି ବି ଏହି ନିଶ୍ଚୟରୁ କେତେକ ତଳକୁ ଖସି ଯାଉଛନ୍ତି। ଏ କଥା ବାବା ଜାଣିଛନ୍ତି। ତୁମକୁ ପବିତ୍ର ହେବାକୁ ପଡ଼ିବ। ତେଣୁ ବାବା କହୁଛନ୍ତି, ମୋତେ ମନେ ପକାଅ, ଆଉ କୌଣସି କଥାରେ ପଡ଼ ନାହିଁ। ତୁମେମାନେ ଏପରି କଥା କହୁଛ, ତେଣୁ ଜଣାପଡ଼ିଯାଉଛି ଯେ ତୁମର ପକ୍କା ନିଶ୍ଚୟ ନାହିଁ। ପ୍ରଥମେ ଗୋଟିଏ କଥା ଉପରେ ନିଶ୍ଚୟ ରଖ, ଯାହାଦ୍ୱାରା ତୁମର ପାପ ନାଶ ହେବ। ବାକି ଫାଲତୁ କଥା କହିବାର ଆବଶ୍ୟକତା ନାହିଁ। ବାବାଙ୍କୁ ମନେ ପକାଇଲେ ବିକର୍ମ ବିନାଶ ହେବ। ପୁଣି ଆଉ କୌଣସି କଥାରେ କାହିଁକି ଆସୁଛ? ଦେଖ, ଯଦି କେହି ପ୍ରଶ୍ନ ଉତ୍ତରରେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି, ତେବେ ତାଙ୍କୁ କୁହ, ତୁମେ ଏହି କଥାକୁ ଛାଡ଼ି ଏକମାତ୍ର ବାବାଙ୍କ ସ୍ମୃତିରେ ରହିବାର ପୁରୁଷାର୍ଥ କର। ଯଦି ସଂଶୟରେ ଆସିବେ, ତେବେ ପାଠପଢ଼ା ହିଁ ଛାଡ଼ିଦେବେ। ତେବେ ତାଙ୍କର କଲ୍ୟାଣ ମଧ୍ୟ ହେବ ନାହିଁ। ନାଡ଼ି ଦେଖି ବୁଝାଅ। ସଂଶୟ ଆସିଲେ ଗୋଟିଏ ପଏଣ୍ଟ ଉପରେ ପକ୍କା କରିବା ଉଚିତ। ବହୁତ ଯୁକ୍ତିର ସହିତ ବୁଝାଇବାକୁ ପଡ଼ୁଛି। ପିଲାମାନଙ୍କର ପ୍ରଥମେ ଏହି ନିଶ୍ଚୟ ହେଉ, ବାବା ଆସିଛନ୍ତି, ଆମକୁ ପବିତ୍ର କରୁଛନ୍ତି। ଏହି ଖୁସି ତ ରହୁଛି। ଯଦି ନ ପଢ଼ିବେ ତେବେ ଫେଲ୍ ହୋଇଯିବେ। ତାଙ୍କ ଭିତରେ ମଧ୍ୟ ଖୁସି ଆସିବ ନାହିଁ। ସ୍କୁଲରେ ତ ଗୋଟିଏ ପ୍ରକାରର ପାଠ ପଢ଼ାଯାଇଥାଏ। ତେବେ କେହି ପାଠ ପଢ଼ି ଲକ୍ଷ ଲକ୍ଷ ରୋଜଗାର କରନ୍ତି, କେହି ପୁଣି 5-10 ଟଙ୍କା ରୋଜଗାର କରିଥାନ୍ତି। ତୁମର ଲକ୍ଷ୍ୟ ନରରୁ ନାରାୟଣ ହେବା। ବର୍ତ୍ତମାନ ରାଜତ୍ୱ ସ୍ଥାପନ ହେଉଛି। ତୁମେ ମନୁଷ୍ୟରୁ ଦେବତା ହେବ। ଦେବତାମାନଙ୍କର ରାଜଧାନୀ ତ ବହୁତ ବଡ଼। ସେଠାରେ ଉଚ୍ଚ ପଦ ପାଇବା, ତାହା ପାଠପଢ଼ା ଏବଂ ଚାଲିଚଳଣି ଉପରେ ନିର୍ଭର କରୁଛି। ତୁମମାନଙ୍କର ଚାଲିଚଳଣି ମଧ୍ୟ ବହୁତ ଭଲ ହେବା ଦରକାର। ବାବା ନିଜ ପାଇଁ ମଧ୍ୟ କହୁଛନ୍ତି, ଏବେ କର୍ମାତୀତ ଅବସ୍ଥା ହୋଇନାହିଁ। ମୋତେ ମଧ୍ୟ ସମ୍ପୂର୍ଣ୍ଣ ହେବାକୁ ପଡ଼ିବ, ଏବେ ହୋଇନାହିଁ। ଜ୍ଞାନ ତ ବହୁତ ସହଜ। ବାବାଙ୍କୁ ସ୍ମରଣ କରିବା ମଧ୍ୟ ବହୁତ ସହଜ, କିନ୍ତୁ କରିଲେ ହେବ ନା? ଆଚ୍ଛା, ମିଠେ ମିଠେ ଶିଖିଲଧେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି। ଗୁଡ୍ ମର୍ଣ୍ଣିଂ। ନମସ୍ତେ 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 ନମସ୍ତେ। ଶୁକ୍ରିୟା ବାବା, ଶୁକ୍ରିୟା। ଓମ୍ ଶାନ୍ତି। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। କୌଣସି ବି କଥାରେ ସଂଶୟ ବୁଦ୍ଧି ହୋଇ ପାଠପଢ଼ାକୁ ଛାଡ଼ିବାର ନାହିଁ। ପ୍ରଥମେ ତ ପବିତ୍ର ହେବା ପାଇଁ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବାକୁ ହେବ। ଅନ୍ୟ କୌଣସି କଥାରେ ଯିବାର ନାହିଁ। 2 ନମ୍ବର, ଶରୀର ପ୍ରତି ଦୃଷ୍ଟି ଯିବା ଦ୍ୱାରା ବିଘ୍ନ ଆସିଥାଏ। ସେଥିପାଇଁ ଭ୍ରୁକୁଟି ମଧ୍ୟରେ ହିଁ ଦେଖିବାକୁ ହେବ। ନିଜକୁ ଆତ୍ମା ମନେକରି ଆତ୍ମା ସହିତ କଥାବାର୍ତ୍ତା କରିବାକୁ ହେବ। ଆତ୍ମ ଅଭିମାନୀ ହେବାକୁ ପଡ଼ିବ। ନିର୍ଭୟ ହୋଇ ସେବା କରିବାକୁ ହେବ। ବରଦାନ, ସର୍ବଦା ବାବାଙ୍କର ଅବିନାଶୀ ଏବଂ ନିଃସ୍ୱାର୍ଥ ପ୍ରେମରେ ଲଭ୍ଲୀନ ରହୁଥିବା ମାୟାପ୍ରୁଫ ଆତ୍ମା ଭବ। ଯେଉଁ ପିଲାମାନେ ସର୍ବଦା ବାବାଙ୍କର ସ୍ନେହରେ ଲଭ୍ଲୀନ ହୋଇ ରହିଥାନ୍ତି, ସେମାନଙ୍କୁ ମାୟା ଆକର୍ଷିତ କରିପାରେ ନାହିଁ।
ଯେପରି ୱାଟରପ୍ରୁଫ୍ କପଡ଼ାରେ ପାଣିର ଗୋଟିଏ ବୁନ୍ଦା ମଧ୍ୟ ଭିତରକୁ ଯାଇପାରେ ନାହିଁ, ସେହିପରି ଯେଉଁମାନେ ବାବାଙ୍କର ଲଗନରେ ସର୍ବଦା ଲଭ୍ଲିନ୍ ହୋଇ ରହିଥାନ୍ତି, ସେମାନେ ମାୟା ପ୍ରୁଫ୍ ହୋଇଯାଆନ୍ତି। ମାୟାର କୌଣସି ପ୍ରକାରର ଆକ୍ରମଣ ସେମାନଙ୍କୁ ଆଘାତ ଦେଇପାରେ ନାହିଁ, କାହିଁକି ନା ବାବାଙ୍କର ସ୍ନେହ ଅବିନାଶୀ ଏବଂ ନିଃସ୍ୱାର୍ଥ ଅଟେ। ଯେଉଁମାନେ ଏହାର ଅନୁଭବୀ ହୋଇଯାଆନ୍ତି, ସେମାନେ କେବେ ବି ଅଳ୍ପ କାଳର ସ୍ନେହରେ ବାନ୍ଧି ହୋଇ ରହିପାରିବେ ନାହିଁ। ଯେଉଁମାନେ ଏହାର ଅନୁଭବୀ ହୋଇଯାଆନ୍ତି, ସେମାନେ କେବେ ବି ଅଳ୍ପ କାଳର ସ୍ନେହରେ ବାନ୍ଧି ହୋଇପାରିବେ ନାହିଁ। ପ୍ରଥମେ ରେ ବାବା, ଦ୍ୱିତୀୟରେ ମୁଁ, ଏହା ଭିତରେ କେହି ବି ତୃତୀୟ ବ୍ୟକ୍ତି ଆସିପାରିବ ନାହିଁ। ଆଜିର ସ୍ଲୋଗାନ, ନ୍ୟାରା ପ୍ୟାରା ହୋଇ କର୍ମ କରିବା ବାଲା ହିଁ ଗୋଟିଏ ସେକେଣ୍ଡ ଭିତରେ ଫୁଲଷ୍ଟପ୍ ଲଗାଇ ପାରିବେ। ଓମ୍ ଶାନ୍ତି। ଅବ୍ୟକ୍ତ ଇଶାରା। ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। କର୍ମାତୀତ ଅର୍ଥାତ୍ କର୍ମର ବଶୀଭୂତ ହେଲା ବାଲା ନୁହେଁ, କିନ୍ତୁ ମାଲିକ ହୋଇ ଅଧିକାରୀ ହୋଇ କର୍ମେନ୍ଦ୍ରିୟମାନଙ୍କର ସମ୍ବନ୍ଧରେ ଆସିବା ଏବଂ ବିନାଶୀ କାମନାଠାରୁ ମୁକ୍ତ ରହି ଇନ୍ଦ୍ରିୟମାନଙ୍କ ଦ୍ୱାରା କର୍ମ କରାଇବା। ଆତ୍ମା ମାଲିକକୁ କର୍ମ ତାର ଅଧୀନ ନ କରୁ, ବରଂ ଆତ୍ମା ଅଧିକାରୀ ହୋଇ କର୍ମ କରାଇ ଚାଲୁ। କରାଇବା ବାଲା ଅର୍ଥାତ୍ ନିର୍ଦ୍ଦେଶକର୍ତ୍ତା ହୋଇ କର୍ମ କରାଇବା, ଏହାକୁ କୁହାଯାଏ କର୍ମର ସମ୍ବନ୍ଧରେ ଆସିବା। ତେବେ କର୍ମାତୀତ ଆତ୍ମା ସମ୍ବନ୍ଧରେ ଆସିଥାଏ, ବନ୍ଧନରେ ନୁହେଁ। ଓମ୍ ଶାନ୍ତି।